ମହାରାଜ ରଘୁ ଅଯୋଧ୍ୟାର ସମ୍ରାଟ ଥିଲେ। ସେ ଥିଲେ ଭଗବାନ ଶ୍ରୀରାମଙ୍କର ପ୍ରପିତାମହ। ତାଙ୍କ ନାମାନୁସାରେ ତାଙ୍କ ବଂଶଜ କ୍ଷତ୍ରିୟମାନେ ରଘୁବଂଶୀ ନାମରେ ପ୍ରସିଦ୍ଧ। ଥରେ ମହାରାଜ ରଘୁ ଏକ ବିରାଟ ଯଜ୍ଞର ଆୟୋଜନ କଲେ। ଯଜ୍ଞ ପୂର୍ଣ୍ଣ ହେବା ପରେ ବ୍ରାହ୍ମଣ ତଥା ଦାନ ଦୁଃଖୀମାନଙ୍କୁ ସେ ନିଜର ସମସ୍ତ ଧନ ଦାନ କରିଦେଲେ। ସେ ଏତେ ବଡ଼ ଦାନୀ ଥିଲେ ଯେ ନିଜର ଆଭୂଷଣ, ସୁନ୍ଦର ସୁନ୍ଦର ବସ୍ତ୍ର ଓ ମୂଲ୍ୟବାନ ବାସନକୁସନ ପ୍ରଭୃତି ମଧ୍ୟ ଦାନ କରିଦେଇଥିଲେ। ତାଙ୍କ ପାଖରେ କେବଳ କେତେ ଖଣ୍ଡ ସାଧାରଣ ବସ୍ତ୍ର ରହିଯାଇଥିଲା। ସେ ମାଟି ପାତ୍ରରେ ନିଜର କାମ ଚଳାଇଲେ। ଯଜ୍ଞରେ ମହାରାଜ ରଘୁ ସର୍ବସ୍ୱ ଦାନ କରିସାରିବା ପରେ ବରତନ୍ତୁ ଋଷିଙ୍କ ଶିଷ୍ୟ କୌତ୍ସ ନାମକ ଜଣେ ବ୍ରାହ୍ମଣ କୁମାର ଆସି ପହଞ୍ଚିଲେ। ମହାରାଜ ତାଙ୍କୁ ପ୍ରଣାମ କଲେ, ଆସନରେ ବସାଇଲେ ଏବଂ ମାଟି କଳସୀରେ ପାଣି ଆଣି ତାଙ୍କ ଗୋଡ଼ ଧୋଇଦେଲେ। ସ୍ୱାଗତ ସତ୍କାର କରିସାରି ମହାରାଜ ବିନମ୍ର ଭାବରେ ପଚାରିଲେ, ଆପଣ ମୋ ପାଖକୁ କେଉଁ ଅଭିପ୍ରାୟରେ ଆସିଛନ୍ତି ପ୍ରକାଶ କରନ୍ତୁ। ମୁଁ ଆପଣଙ୍କର କି ସେବା କରିପାରିବି? କୌତ୍ସ କହିଲେ, ମହାରାଜ, ମୁଁ ଗୋଟିଏ କାମ ପାଇଁ ଆସିଥିଲି ସତ, କିନ୍ତୁ ଆପଣ ତ ସର୍ବସ୍ୱ ଦାନ କରିସାରିଲେଣି। ମୁଁ ଆପଣଙ୍କ ପରି ମହାଦାନୀ ଉଦାର ପୁରୁଷଙ୍କୁ ଆଉ ସଙ୍କୋଚରେ ପକାଇବାକୁ ଚାହୁଁନାହିଁ। ମହାରାଜ ରଘୁ ତାଙ୍କୁ ଆଗମନର ଅଭିପ୍ରାୟ ପ୍ରକାଶ କରିବାକୁ ବିନମ୍ର ପ୍ରାର୍ଥନା କଲେ। କୌତ୍ସ ସବୁ କଥା ପ୍ରକାଶ କରି କହିଲେ ଯେ ତାଙ୍କର ଅଧ୍ୟୟନ ପୂର୍ଣ୍ଣ ହୋଇସାରିଛି। ଗୁରୁଦେବଙ୍କ ଆଶ୍ରମରୁ ଘରକୁ ଫେରିବା ପୂର୍ବରୁ ସେ ଗୁରୁଦେବଙ୍କୁ ଗୁରୁ ଦକ୍ଷିଣା ମାଗିବାକୁ ପ୍ରାର୍ଥନା କଲେ। ଗୁରୁଦେବ ଅତ୍ୟନ୍ତ ସ୍ନେହରେ କହିଲେ, ବତ୍ସ, ତୁମେ ଏଠାରେ ରହି ମୋର ଯେଉଁ ସେବା କରିଛ ସେଥିରେ ମୁଁ ଅତ୍ୟନ୍ତ ପ୍ରସନ୍ନ। ତାହା ହିଁ ମୋର ଦକ୍ଷିଣା। ତୁମେ ସଙ୍କୋଚ କର ନାହିଁ, ଖୁସି ମନରେ ଘରକୁ ଯାଅ। ମାତ୍ର କୌତ୍ସ ଗୁରୁ ଦକ୍ଷିଣା ଦେବାକୁ ଜିଦ୍ ଧରିବାରୁ ଗୁରୁଦେବ ସାମାନ୍ୟ ରାଗିଗଲେ ଏବଂ କହିଲେ, ତୁମେ ମୋଠାରୁ ଚତୁର୍ଦ୍ଦଶ ବିଦ୍ୟା ଅଧ୍ୟୟନ କରିଛ, ସୁତରାଂ ପ୍ରତ୍ୟେକ ବିଦ୍ୟା ନିମନ୍ତେ 1,000 ଲେଖାଏଁ ସୁନା ମୋହର ଆଣି ମୋତେ ଦିଅ। ଗୁରୁ ଦକ୍ଷିଣା ନିମିତ୍ତ 14 କୋଟି ସୁନା ମୋହର ପାଇବା ଆଶାରେ କୌତ୍ସ ଅଯୋଧ୍ୟା ଆସିଥିଲେ। କୌତ୍ସଙ୍କ କଥା ଶୁଣି ମହାରାଜ କହିଲେ, ଯେପରି ଆପଣ ଏପର୍ଯ୍ୟନ୍ତ ଆସି ମୋତେ ଅନୁଗୃହୀତ କରିଛନ୍ତି, ସେହିପରି ମୋ ଉପରେ ଆଉ ଟିକେ ଅନୁଗ୍ରହ କରନ୍ତୁ। ମୋ ଅଗ୍ନିଶାଳାରେ ଆପଣ 3 ଦିନ ରୁହନ୍ତୁ। ମୋ ନିକଟରୁ ଜଣେ ବ୍ରାହ୍ମଣ କୁମାର ନିରାଶ ହୋଇ ଫେରିଯିବ, ଏହା ବଡ଼ ଦୁଃଖ ଓ କଳଙ୍କର କଥା। ମୁଁ 3 ଦିନ ଭିତରେ ଆପଣଙ୍କର ଗୁରୁ ଦକ୍ଷିଣାର କୌଣସି ନା କୌଣସି ବ୍ୟବସ୍ଥା କରିଦେବି। କୌତ୍ସ ଅଯୋଧ୍ୟାରେ ରହିବାକୁ ସମ୍ମତି ପ୍ରଦାନ କଲେ। ମହାରାଜ ନିଜ ମନ୍ତ୍ରୀକୁ ଡକାଇ କହିଲେ, ଯଜ୍ଞର ସବୁ ସାମନ୍ତ ରାଜା କର ଦେଇସାରିଛନ୍ତି। ସେମାନଙ୍କଠାରୁ ଦ୍ୱିତୀୟ ଥର କର ନେବା ନ୍ୟାୟୋଚିତ ନୁହେଁ। କିନ୍ତୁ କୁବେର ତ ମୋତେ କେବେ ହେଲେ କର ଦେଇନାହାନ୍ତି। ସେ ଦେବତା ହେଲେ କ'ଣ ହେଲା? ଯେହେତୁ କୈଳାସରେ ରହୁଛନ୍ତି, ପୃଥିବୀର ଚକ୍ରବର୍ତ୍ତୀ ସମ୍ରାଟଙ୍କୁ ସେ କର ଦେବା ଉଚିତ। ମୋର ସମସ୍ତ ଅସ୍ତ୍ରଶସ୍ତ୍ର ମୋ ରଥରେ ସଜାଇ ରଖିଦିଅ। ମୁଁ କାଲି ସକାଳୁ କୁବେର ଉପରେ ଆକ୍ରମଣ କରିବି। ଆଜି ରାତିରେ ମଧ୍ୟ ମୁଁ ସେହି ରଥରେ ଶୋଇବି। ଯେ ପର୍ଯ୍ୟନ୍ତ ବ୍ରାହ୍ମଣ କୁମାରକୁ ତାଙ୍କ ଗୁରୁ ଦକ୍ଷିଣା ନ ମିଳିଛି, ସେ ପର୍ଯ୍ୟନ୍ତ ମୁଁ ରାଜମହଲରେ ପାଦ ରଖିବି ନାହିଁ। ସେଦିନ ରାତିରେ ମହାରାଜ ରଥରେ ଶୋଇଲେ, କିନ୍ତୁ ବଡ଼ି ଭୋରୁ ତାଙ୍କର କୋଷାଧ୍ୟକ୍ଷ ତାଙ୍କ ପାଖକୁ ଦୌଡ଼ି ଦୌଡ଼ି ଆସିଲେ ଏବଂ କହିଲେ, ମହାରାଜ, ଖଞ୍ଜଣା ଘର ମୋହରରେ ଭର୍ତ୍ତି ହୋଇଯାଇଛି। ରାତିରେ ସେ ଘରେ ମୋହର ବୃଷ୍ଟି ହୋଇଛି। ରାଜା ବୁଝିଗଲେ ଯେ କୁବେର ହିଁ ଏହି ମୋହର ବୃଷ୍ଟି କରିଛନ୍ତି। ସେ ସବୁଯାକ ମୋହରକୁ ପାତ୍ରରେ ଭରିଦେଲେ ଏବଂ କୌତ୍ସଙ୍କୁ ନେଇଯିବାକୁ କହିଲେ। କୌତ୍ସ କହିଲେ, ଗୁରୁ ଦକ୍ଷିଣା ପାଇଁ ମୋର 14 କୋଟି ମୋହର ଆବଶ୍ୟକ। ସେଥିରୁ କୋଟିଏ ବି ଅଧିକା ମୁଁ ନେବି ନାହିଁ। ମହାରାଜ ରଘୁ କହିଲେ, କିନ୍ତୁ ଏ ଧନ ତ କେବଳ ଆପଣଙ୍କ ନିମିତ୍ତ ଆସିଛି। ବ୍ରାହ୍ମଣର ଧନ ମୁଁ ରଖିପାରିବି ନାହିଁ। ଆପଣଙ୍କୁ ହିଁ ସବୁ ନେବାକୁ ପଡ଼ିବ। କୌତ୍ସ ଦୃଢ଼ତାର ସହ କହିଲେ, ମହାରାଜ, ମୁଁ ବ୍ରାହ୍ମଣ, ଧନ ମୋର କ'ଣ ହେବ? ଆପଣ ଯାହା କରନ୍ତୁ ପଛେ
ମୁଁ ଗୋଟିଏ ହେଲେ ମୋହର ଅଧିକ ନେବି ନାହିଁ। କୌଚ୍ଛ 14 କୋଟି ମୋହର ନେଇ ଚାଲିଗଲେ। ଅବଶିଷ୍ଟ ମୋହର ମହାରାଜ ଅନ୍ୟ ବ୍ରାହ୍ମଣମାନଙ୍କୁ ଦାନ କରିଦେଲେ। ମୋର ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗେ ତେବେ ନିଶ୍ଚିନ୍ତ ଲାଇକ୍, ସେୟାର ଆଉ କମେଣ୍ଟ କରିବେ। ଆଉ ଏଇଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ, ଯାହାଫଳରେ ମୋତେ ଉତ୍ସାହିତ ହେବ ଯେ ଏଇଭଳି ନୂଆ ନୂଆ ଭିଡ଼ିଓ କରିବା ପାଇଁ। ରହୁଛି, ଧନ୍ୟବାଦ।